ପିୟୁଷ ପାଇଁ ଆସୁ କୋଉଠୁ ଆସିଥିଲେ? ନୟାଗଡ଼ରୁ ନୟାଗଡ଼ରୁ। ହଁ କଣ ପିୟୁଷ ଏମିତି ଖାସିୟତ ଅଛି ଆପଣ ଆସୁଛନ୍ତି ଏତେ ବାଟ? ଆକ୍ଟିଂ ଭଲ ଲାଗେ 2-3 ବର୍ଷ ହେଲା ଆସୁ ତୁଳସୀରେ ଥିଲାବେଳେ ଆସିଥିଲୁ ଅଧା ରାତିର ସାଥୀ ଦେଖିବାକୁ ଏବେ ଆସୁଛୁ ବଜରଙ୍ଗୀ ଦେଖିବାକୁ ଆଚ୍ଛା ରାଣୀ ପଣ୍ଡା ଗୋଟେ ଭାଇରାଲ ହଉଛି ରାଣୀ ପଣ୍ଡା କହୁଛି ପିୟୁଷ ଆକ୍ଟର ନୁହେଁ ଭଲ। ରାଣୀ ପଣ୍ଡା ପିୟୁଷର ଅଧା ଆକ୍ଟର ବି ନୁହଁ ବୁଝିପାରିଲେ ନା ନାଇଁ ଆକ୍ଟିଂ ଗୋଟେ ଅଲଗା ଜିନିଷ ସମାଜ ସେବା ଗୋଟେ ଅଲଗା ଜିନିଷ ବୁଝିପାରିଲେ ନା ନାଇଁ ଆଉ ରାଣୀ ପଣ୍ଡା ଏମିତି କହିବାର କାରଣ କଣ? କହିବାକୁ ଲୋକ ହଜାର କଥା କହିବେ ନଡିଆରେ 3ଟା କଣ ରାଣୀ ପଣ୍ଡାକୁ ଆକ୍ଟିଂ ବାଡୁଲା ଜଣା ବୁଢୀ ଟୋକିରେ ଗୌର ଦାସୀ ବୁଢା ହେଇଗଲା ଆକ୍ଟିଂ ରେ କଥା ନାହିଁ ଆକ୍ଟିଂ ର କଥା ଉଡିଗଲା ପୁରା ଆଉ ନାହିଁ ତାର ଦଡି ରାନୀର ଦଡି ଉଡି ଯାଇଛି। ବେଗି ଉଠୁଛି ଲୋକ ବେଗି ଉଠିବା ପଡିବାର କଥା ନାହିଁ ଲୋକ କେତେ ଭଲ ପାଇବା ଦଉଛନ୍ତି ତାଙ୍କର ବି ଅପେରା ପାର୍ଟି ପଡିବ ଲୋକ କେତେ ଭଲ ପାଇବା ଆପଣ ଭାବୁଛନ୍ତି ରାଣୀ ପଣ୍ଡା ଜେଲସି ଫିଲ୍ କରୁଛି? ହଁ ଜେଲସି ଜେଲସି ଆଜ୍ଞା ଯିଏ ଉପରକୁ ଉଠିଲେ ଲୋକ ତାକୁ ଜେଲସି ନିଶ୍ଚିତ ଫିଲ୍ କରିବା ଫେମସ ଆପଣ ମାନେ ହିଁ ରାନୀ ପଣ୍ଡାକୁ କରୁଛନ୍ତି ବୁଝିପାରିଲେ ନା ନାଇଁ ଆପଣଙ୍କ ଯୋଗୁ ସେ ଉଠିଛି ଅଛି ଅଛି ତାଙ୍କର ସେ ଗୋଟେ ପାର୍ଟି ମାଲିକ ତାଙ୍କର ଯଦି ଲେବୁଲ ଆପଣ ନାହିଁ ପିୟୁଷ 100ରୁ ପିୟୁଷ କେତେ ଦେବେ ରାଣୀ ପଣ୍ଡାକୁ କେତେ ଦେବେ? ଭିଉଜ୍ 100ରୁ 100 ରାଣୀ ପଣ୍ଡା 80 ତାଙ୍କ ସମାଜ ସେବା ପାଇଁ 80 ଯାତ୍ରା ପାଇଁ କେତେ? ଯାତ୍ରା ପାଇଁ କେତେ? ଯାତ୍ରା ପାଇଁ 100ରୁ 50 ସେଇଟା ଆଜ୍ଞା ନା ପର୍ସନାଲ କଥା ଏଇଥିରେ ଆମେ କହିପାରିବୁନି ବୁଝିପାରିଲେ ନା? ଆମେ ଆସିଛୁ ତାଙ୍କୁ ଆକ୍ଟର ହିସାବରେ ଦେଖିବାକୁ ତାଙ୍କ ପର୍ସନାଲ ଲାଇଫ ରେ ସେ କିଛି ବି କରିପାରନ୍ତି ମାନେ କିଛି କଥା ହଉଛି ଅଲଗା ପାର୍ଟିର କିଛି ମାଲିକ ମଧ୍ୟ ରାଣୀ ପଣ୍ଡାକୁ ପଇସା ଦେମିତି କରାଉଛନ୍ତି କି? ହେଇଥାଇପାରେ ଆଜ୍ଞା ଏଟା ଯାତ୍ରା ରାଜନୀତି ଯୋଉ ଚାଲିଛି ହେଇଥାଇପାରେ ହେଇଥିରେ କିଛି ଆଜ୍ଞା ଆମେ ଆସିଛୁ ନାଟକ ଦେଖିବା ପାଇଁ ଆମେ କଳାକାରକୁ ଦେଖିବା ପାଇଁ ଆସିଛୁ ନା କି କିଏ କାହାଠୁ ପଇସା ଖାଇଦେଲା ଏଥିରେ ଆମର ଲେନଦେନ ନାହିଁ ଯିଏ ଭଲ ଆକ୍ଟିଂ କରିବ ଖଣ୍ଡଗିରିରେ ତାକୁ ଆପ୍ରିସିଏଟ କରାଯିବ ପିୟୁଷ ତ୍ରିପାଠୀ ସାଇକେଲରେ ଆଇଲେ ବି ଲୋକ ଦେଖିବେ ତାର ଆକ୍ଟିଂ ଭଲ ସେ ଆଗରୁ ନିଜକୁ ପ୍ରୁଭ୍ କରିଛି ତେଣୁ ଲୋକ ତାକୁ ଭଲ ପାଇବାରେ ତା ଆକ୍ଟିଂ ପାଇଁ ଆସୁଛନ୍ତି ତାକୁ ମଣିଷ ହିସାବରେ